ଯୌତୁକ ପାଇଁ ନବବଧୂକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ପଞ୍ଚାୟତ ପ୍ରତାପପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ସ୍ୱାମୀ ଏବଂ ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରିବା ପରେ ମୃତ ଭାବି ଏକ ପରିତ୍ୟକ୍ତ ବିଲରେ ଫିଙ୍ଗି ଦେଇଥିଲେ। ତେବେ ପ୍ରତାପପୁର ଗ୍ରାମବାସୀ ନବବଧୂକୁ ଉଦ୍ଧାର କରି ବାପଘର ଲୋକଙ୍କ ସହ ମତଫାଣ୍ଡିକୁ ଖବର ଦେଇଥିଲେ। ପୁଲିସ ଓ ନବବଧୂର ପରିବାର ଲୋକେ ଆସି ଝିଅକୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଚାନ୍ଦବାଲି ଥାନାରେ ବାପଘର ଲୋକେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଚାନ୍ଦବାଲି ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀ ରତିକାନ୍ତ ନାୟକଙ୍କୁ ଗିରଫ କରିଛି। ତେବେ ଶାଶୁଘର ଅନ୍ୟ ସଦସ୍ୟମାନେ ଫେରାର ହୋଇଯାଇଛନ୍ତି। 5 ମାସ ପୂର୍ବରୁ ନଳଗୋହିରା ପଞ୍ଚାୟତର କରୁଣାକର ଭୋଇଙ୍କ ଝିଅ ରଶ୍ମିତା ଭୋଇ ନାଲଗୁଣ୍ଡା ପଞ୍ଚାୟତ ପ୍ରତାପପୁର ଗାଁର ରତ୍ନାକର ନାୟକଙ୍କ ପୁଅ ରତିକାନ୍ତ ନାୟକଙ୍କୁ ବିବାହ କରିଥିଲେ। ଯୌତୁକ ନିର୍ଯାତନା ତାକୁ ବାହାର କରିଦିଅନ୍ତି, ତୁ ଯା ଯୌତୁକ ଆଣିବୁ। ବାଡେଇକି ମାରିକି ବ୍ରିଜ ରାସ୍ତା ଉପରେ ଫୋପାଡ଼ି ଦେଇଛନ୍ତି। ଝିଅକୁ ଉଦ୍ଧାର କରାଯାଇଛି। ମତୁ ଫାଣ୍ଡିର ଅଧିକାରୀ ମଧ୍ୟ ଆମେ କହିଥିଲୁ, ସେମାନେ ଯାଇ ପହଞ୍ଚିକି ଝିଅକୁ ମେଡ଼ିକାଲ ଆଣିବା ପାଇଁ କହିଛୁ। ଏଠି ଆପଣମାନେ ଦେଖୁଛନ୍ତି ପ୍ରାରମ୍ଭିକ ଚିକିତ୍ସା କରାଯାଉଛି। ଇଞ୍ଜୁରୀ ତାଙ୍କର ହେଇଛି, ଯେଉଁଟାକି ମେଡ଼ିକାଲ ଟ୍ରାନ୍ସଫର କରାହେଇଛି। ଆଉ ଆମର ଆରେଷ୍ଟ ବି ହେଇଛି ତାର ସ୍ୱାମୀ। ଆଉ ଏଇଟା ଆମର ତଦନ୍ତ ବର୍ତ୍ତମାନ ଚାଲିଛି।